ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଜାନୁଆରୀ 22 ତାରିଖରେ ରାମ ମନ୍ଦିର ଉଦ୍ଘାଟନ ହେବାକୁ ଯାଉଛି। ରାମ ମନ୍ଦିର ଉଦ୍ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ପାଇଁ ବହୁତ ବଡ଼ ଗୋଟିଏ ଉପହାର ଦେଇଛନ୍ତି। ତେବେ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ କ'ଣ ଉପହାର ଦେଇଛନ୍ତି ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ଡିଟେଲ ଜାଣିପାରିବେ। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ମୋ ଚ୍ୟାନେଲକୁ ନୂଆ ଆସିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ରାମ ମନ୍ଦିର ଉଦ୍ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ପାଇଁ ବହୁତ ବଡ଼ ଗୋଟିଏ ଉପହାର ଦେଇଛନ୍ତି। ଅଯୋଧ୍ୟାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ୍ ଜାନୁଆରୀ 22 ତାରିଖ ଦିନ ସମ୍ପୂର୍ଣ୍ଣ ଦେଶ ଅଧା ଛୁଟି ରହିବ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ କର୍ମଚାରୀଙ୍କ ଭାବନା ଏବଂ ସେମାନଙ୍କର ଅନୁରୋଧ କ୍ରମେ ସରକାର ଦେଶରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ ସମ୍ପୂର୍ଣ୍ଣ ଭାରତରେ ସମସ୍ତ ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଂସ୍ଥା ଓ କେନ୍ଦ୍ରୀୟ ଶିଳ୍ପାନୁଷ୍ଠାନଗୁଡ଼ିକ ଜାନୁଆରୀ 22 ତାରିଖ ଦ୍ୱିପହର 2ଟା 30 ପର୍ଯ୍ୟନ୍ତ ବନ୍ଦ ରହିବ, ଅର୍ଥାତ୍ ଅଧା ଦିନ ପର୍ଯ୍ୟନ୍ତ ଛୁଟି ରହିବ। ଏଥିପାଇଁ ନିଷ୍ପତ୍ତି ନିଆଯାଇଛି କି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଜନସାଧାରଣ ସୁବିଧାରେ ଦେଖିପାରିବେ। ଏହି ରାମ ମନ୍ଦିର ଉଦ୍ଘାଟନକୁ ଅଳ୍ପ କିଛି ଦିନ ବାକି ରହିଥିବା ବେଳେ ଏହାର ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମନ୍ତ୍ରୀଙ୍କ ମତାମତ ନେଇଛନ୍ତି। ଏହା ସହିତ ମନ୍ତ୍ରୀମାନଙ୍କୁ ଜାନୁଆରୀ 22 ତାରିଖ ଦିନ ଦୀପାବଳି ବୋଲି ଉତ୍ସବ ପାଳନ କରିବା ପାଇଁ କୁହାଯାଇଛି। କେବଳ ଏତିକି ନୁହେଁ, ଲୋକମାନଙ୍କୁ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଘରେ ଘରେ ଦୀପ ଜାଳିବା ପାଇଁ କୁହାଯାଇଛି। ଏହା ସହିତ ମନ୍ତ୍ରୀମାନଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଜାନୁଆରୀ 22 ତାରିଖ ପରେ ଟ୍ରେନ୍ ଯୋଗେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବାକୁ କୁହାଯାଇଛି। ଠିକ୍ ଅଛି, ଏ ଥିଲା ଆପଣମାନଙ୍କ ପାଇଁ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ବହୁତ ବଡ଼ ଗୋଟେ ଅପଡେଟ୍। ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଗୋଟେ କମେଣ୍ଟ କରିବେ ଏବଂ ଗଭର୍ଣ୍ଣମେଣ୍ଟର ଯେକୌଣସି ନୂଆ ଯୋଜନାର ଅପଡେଟ୍ ଜାଣିବା ପାଇଁ ଆପଣମାନେ ଏହି ଚ୍ୟାନେଲଟିକୁ ରେଗୁଲାର ଦେଖୁଥାନ୍ତୁ।